ରାସନ୍ କାର୍ଡଧାରୀଙ୍କ ପାଇଁ ହେଇଗଲା ବହୁତ ବଡ଼ ଖୁସି ଖବର। ରାସନ୍ କାର୍ଡରେ ମିଲବାର୍ ଲାଗି ଯାଉଛେ 1000 ଟଙ୍କା। ପ୍ରତ୍ୟେକ ରାସନ୍ କାର୍ଡରେ ସମସ୍ତଙ୍କୁ ମିଳିବ 1000 ଟଙ୍କା ଲେଖାଏଁ। ଯଦି ଆପଣମାନଙ୍କର ପାଖରେ ଯଦି ରାସନ୍ କାର୍ଡ ଅଛି ତାହେଲେ ଆପଣମାନଙ୍କୁ ଯୋଉଟାକି 1000 ଟଙ୍କା ମିଳିବ। ଆଜ୍ଞା ବହୁତ ସାରା ୟୁଟ୍ୟୁବରେ ବି ଏଟା ପ୍ରଚାର ହେଇସାରିଲାନ। ଆଉ ବହୁତ ସାରା ସୋସିଆଲ ମିଡ଼ିଆରେ ବି ଯେନ୍ଟାକି ପ୍ରଚାର ହେଇସାରିଲାନ, ଯେନ୍ଟାକି ଆପଣମାନଙ୍କୁ ଯେନ୍ଟାକି କୋଭିଡ୍ ଟାଇମ୍‌ରେ ଯେନ୍ଟାକି 1000 ଟଙ୍କା ମିଳିଯାଇଥିଲା, କିମ୍ବା ଆପଣଙ୍କୁ ଇଲେକ୍ସନ୍ ଟାଇମ୍‌ରେ ଯେନ୍ଟାକି ପଇସା ଯେନ୍ଟାକି ମିଳିଯାଇଥିଲା ଯେନ୍ଟାକି ରାସନ୍ କାର୍ଡରେ। ତ ଏବେ ସେନ୍ଟାକି ସମସ୍ତେ ବହୁତ ସାରା ୟୁଟ୍ୟୁବର୍ ମାନେ ବି କହିଦେଉଛନ୍ କି ସମସ୍ତଙ୍କୁ ମିଲବା ଯେନ୍ଟାକି ରାସନ୍ କାର୍ଡରେ 1000 ଟଙ୍କା ଲେଖା ବୋଲିକରି। ତ ଆପଣମାନେ ସେମାନଙ୍କର କଥା ଭରସା କରିବେ କି ନାଇଁ କରନ୍ ଇଟା ଜାଣିପାରବେ କି ନାଇଁ ଆପଣଙ୍କୁ ମୁଇଁ ଡିଟେଲ୍ସରେ କହିଦେମି। ଦେଖ ପହଲା କାଣା ଥିଲା ସେ ଟାଇମ୍‌ରେ ଯେନ୍ଟାକି ଇଲେକ୍ସନ୍ ଥିଲା ବୋଲି 1000 ଟଙ୍କା ଦେଇ ଦେଇଥିଲି। ନେକ୍ସଟ୍‌ରେ ଯେନ୍ଟାକି କୋଭିଡ୍ ଥିଲା ସେ ଟାଇମ୍‌ରେ ପଇସା ଦେଇଥିଲି ଯେନ୍ଟାକି ରାସନ୍ କାର୍ଡରେ। ଏବେ ଓଡ଼ିଶାରେ ହେନ୍ତା କିଛି ହେଲା, କିଛି ଗୋଟେ ଘଟଣା ଘଟଲା କି କାଣା ଗୋଟେ ହେଲା ବୋଲେ ହିଁ ପଇସା ମିଲବା ଯେନ୍ଟାକି ରାସନ୍ କାର୍ଡରେ। ଆଉ ବହୁତ ସାରା ମାନେ ଏଇ ଫେକ୍ ଅଫୱାହ ଯେନ୍ ଲୋକମାନେ ଫେଲଉଛନ୍ କି ରାସନ୍ କାର୍ଡରେ ଭାଇ କାଲ୍କେ ମିଲବା ଯେନ୍ଟାକି 1000 ଟଙ୍କା କି ରାସନ୍ କାର୍ଡ ନେଇ ଗୁଡ୍ ନ୍ୟୁଜ୍। ରାସନ୍ କାର୍ଡଧାରୀମାନଙ୍କୁ ମିଳିବ 1000 ଟଙ୍କା। ଆଜ୍ଞା ଏବେ 1000 ଟଙ୍କା ଫଜାର ଟଙ୍କା କିଛି ନାଇଁ ମିଲେ। ହଁ ଆପଣଙ୍କୁ ଗୋଟେ ନୂଆ ଅପଡେଟ୍ ହେଇଛି ଯେନ୍ଟାକି ମୁଇଁ ଆପଣଙ୍କୁ ଇନେ ଜଣେଇ ଦଉଛେଁ। ଯେନ୍ ଦ୍ୱାରା କି ଆପଣମାନେ ଜାଣିପାରବେ, ଆପଣମାନେ ବି ଜାଣିପାରବେ, ଆପଣମାନେ ବି ପାଇପାରବେ। ଇ ସବୁ ସମସ୍ତେ ପାଇପାରବେ ଯେନ୍ ଲୋକର ପାଖେ ରାସନ୍ କାର୍ଡ ଅଛି। ତ ଦେଖ ଆପଣଙ୍କର ପାଖେ ଗୋଟେ ଯଦି ରାସନ୍ କାର୍ଡ ଅଛି ତାହେଲେ ଯେନ୍ଟାକି ଆପଣଙ୍କୁ ଯେନ୍ ରାସନଟା ଯେନ୍ଟାକି ମିଳିଯାଉଥିଲା ଆଗଲି, ତ ସେଟା କେନ୍ ହିସାବେ ମିଲୁଥିଲା ଯେନ୍ଟାକି 2 ମାସକେ ଥରେ ମିଲୁଥିଲା କି 3 ମାସକେ ଥରେ ମିଲୁଥିଲା। ସେଟା ଏବେ ଯେନ୍ଟାକି ଚେଞ୍ଜ ହେଇକରି ମନ୍ଥଲି ଯେନ୍ଟାକି ହେଇଗଲାନ, ଠିକ୍ ଅଛି। ମାସେ 2 ମାସେ ଯେନ୍ଟାକି ମିଲୁଥିଲା ରାସନ୍ ସେଟା ଏବେ ମନ୍ଥଲି ରାସନ୍ ଯେନ୍ଟାକି ହେଇଯାଇଛେ, ଯେନ୍ଟାକି ଏବେ ମାସକେ ମାସ୍। ମାସ୍ ସରଲା ପରେ ଆର୍ ଗୁଟେ ମାସର ଫାର୍ଷ୍ଟ ତାରିଖ କି ମାସ୍ ସରଲା ଯେନ୍ଟା ଲାଷ୍ଟ ତାରିଖ ସେ ତାରିଖରେ ଯେନ୍ଟାକି ଆପଣଙ୍କୁ ଇନେ ଯେନ୍ଟାକି ରାସନ୍ ମିଳିଯିବା, ଯେନ୍ଟାକି ମନ୍ଥଲି ଟୁ ମନ୍ଥଲି ଯେନ୍ଟାକି ଆପଣଙ୍କୁ ରାସନ୍ ମିଳିଯିବା। ଯେନ୍ଟାକି 2 ମାସ 3 ମାସ ଲାଗୁଥିଲା ସେ 2 ମାସ 3 ମାସ ଏବେ ନି ଲାଗିନ। ଖାଦ୍ୟ ମନ୍ତ୍ରୀ ଯେନ୍ଟାକି ଇଟା ଆନାଉନ୍ସ କରିଦେଇଛନ୍ କି ଯେନ୍ ଦ୍ୱାରା କି ଆପଣଙ୍କୁ ମନ୍ଥଲି ହିଁ ଯେନ୍ଟାକି ଆପଣଙ୍କୁ ରାସନ୍ କାର୍ଡରେ ଯେନ୍ଟାକି ରାସନ୍ ମିଲବା। ଯେନ୍ଟାକି ଚଉଲ୍, ଗହମ, ଚିନି, ମାଳିଆ ଯେତେ ଜିନିଷ ମିଳୁଛେ ସବୁ ଜିନିଷ ଯେନ୍ଟାକି ଆପଣଙ୍କୁ ମିଲିଯିବା ଇନେ। ଆପଣଙ୍କୁ ଯେନ୍ଟାକି ଦିଆଯିବା ମନ୍ଥର ଏଣ୍ଡରେ କି ମନ୍ଥର ଫାର୍ଷ୍ଟ। ମନେକର ଜାନୁଆରୀ ଚାଲିଛି, ଜାନୁଆରୀ ଲାଷ୍ଟରେ ବି ଦେଇପାରବେ କିମ୍ବା ଫେବୃଆରୀ ଫାର୍ଷ୍ଟରେ ବି ଆପଣଙ୍କୁ ମିଲିଯିବା। ଆଉ ଯେନ୍ଟା 2 ମାସ 3 ମାସ ଲାଗୁଥିଲା ଇଟା ଯେନ୍ଟାକି ଖତମ କରିଦେଲେ। ଆଉ ଏବେ ଦେଖ ମନ୍ଥଲି ଆପଣଙ୍କୁ ଯେନ୍ଟାକି ମିଲିଯିବା ରାସନ୍, ତ ସେଥିର୍ଲାଗି ବୋଲି ଆପଣମାନେ ଯେନ୍ଟାକି ମନ୍ଥଲି ପାଇପାରବେ। ତ ଆପଣ ଯଦି ଭିଡ଼ିଓଟା ଭଲ ଲାଗଲା, ନୂଆ ନୂଆ ଅପଡେଟ୍ ଜାଣିବାର୍ ଲାଗି ଚାହୁଁଛନ୍ ଆର୍ ଫେକ୍ ନ୍ୟୁଜ୍‌ରୁ ବଞ୍ଚବାର୍ ଲାଗି ଚାହୁଁଛନ୍, ତାହେଲେ କେନ୍ତି ଆପଣମାନେ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ କେନ୍ତି ସବସ୍କ୍ରାଇବ୍ କରିଦଉନ୍, ଭିଡ଼ିଓକେ ଲାଇକ୍ କରିଦଉନ୍। ମିଲମା ଗୋଟେ ଭିଡ଼ିଓରେ। ଜୁହାର, ଜୟ ମା ସମଲେଇ।